କେମିତି ସାଙ୍ଗମାନେ ଆଜି ଆମ ଇନଷ୍ଟିଟ୍ୟୁଟ୍ରେ OKCL ତରଫରୁ ଟ୍ରେନିଂ ଦିଆହେବ। ତ ସବୁ ଷ୍ଟାଫ୍ ମାନେ ଆସିଛନ୍ତି, ଗୋଟିଏ ବେଳେ ସେମାନଙ୍କର ଟ୍ରେନିଂ ଷ୍ଟାର୍ଟ ହେବ। ସେମାନେ ସେପଟେ ୱେଟ୍ କରୁଛନ୍ତି। ଦେଖନ୍ତୁ ଆଉ ଯୋଉ ରହିଲା ସେ ଶହେ ଆପଣ କଲ୍ କରିବେ। ଏବେ ଯୋଉ ଗଭର୍ଣ୍ଣମେଣ୍ଟ ଯେତେ ଏମ୍ପ୍ଲଏଡ୍ ବାହାରୁଛନ୍ତି ଆମର RI ଅମିନ ବାହାରିଥିଲା, ତାପରେ ସୁପରଭାଇଜର ପୋଷ୍ଟ ବାହାରିଛି, ଏବେ ସବୁଥିରେ ଓଏସଆଇ କମ୍ପଲସରି କରିଦେଇଛି। ପିଲା ଆକୁ ଯାଇ PGDC କରୁଥିଲେ, ଏଇଟା କରୁଥିଲେ, ଟୋଟାଲି ଇନଭେଲିଡ୍। ଆମର DRD 17 DRD କୋରାପୁଟ DRD ଲେଭେଲ, ତାଙ୍କୁ କଲେକ୍ଟର ଲେଭେଲ ଯୋଉ କୋର୍ସ ବାହାରି ଯାଉଛି ସେଥିରେ ଓଏସଆଇ ଟୋଟାଲି ମ୍ୟାଣ୍ଡେଟେଡ୍ କରିଦେଇଛି। ତିନିଟା ଜିନିଷ କୌଣସି ପିଲା ଯଦି କମ୍ପ୍ୟୁଟର ଲିଟରେଟ୍ ହେଇପାରିବ ତ ତିନିଟା ଜିନିଷ ଗୋଟେ ଅଛି। ଗୋଟେ ହେଲା ଆମର ଗଭର୍ଣ୍ଣମେଣ୍ଟ ଯୋଉ OECT ଅଛି, ଓଡ଼ିଶା ଷ୍ଟେଟ୍ ଅଫ୍ OECT କିମ୍ବା O ଲେଭେଲ କଥା ଗଭର୍ଣ୍ଣମେଣ୍ଟ ଇଣ୍ଡିଆର NEET କୋର୍ସ ଦିଅନ୍ତି, କିମ୍ବା କୌଣସି କଲେଜ ବା ଇନଷ୍ଟିଟ୍ୟୁସନ which is authorized by the AICTE ଅଲ୍ ଇଣ୍ଡିଆ ଲେଭେଲ ଇନଷ୍ଟିଟ୍ୟୁଟ୍। ଏ ତିନିଟାରେ କୋର୍ସ କରିଥିଲେ ଆପଣ ସାର୍ଟିଫିକେଟ୍ ଭ୍ୟାଲିଡ୍ କରିବେ। ତ OECT ମାନେ ବେଶୀ ପ୍ରାୟୋରିଟି ବେସିସ୍ରେ OECT ହେଉଛି ଆପଣ ଓଡ଼ିଶା ସମ୍ବଲପୁର ୟୁନିଭର୍ସିଟି, ଓପନ୍ ୟୁନିଭର୍ସିଟି, ଇଗ୍ନୋ ଯେମିତି ଆପଣ ଇଗ୍ନୋ ଜଷ୍ଟ ଲାଇକ୍ ଇଗ୍ନୋ ସେଣ୍ଟର ଅଛି ଓଡ଼ିଶାରେ ହେଉଛି ଏଇଟା ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁର ଲେଭେଲର। ସେମାନେ ଏ କୋର୍ସରେ ଲଞ୍ଚ କରୁଛନ୍ତି। ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟର ବହୁତ କିଛି କମ୍ପ୍ୟୁଟର ଅଛି, ଓକାପ୍ ସଫ୍ଟୱେର ଡେଭଲପ୍ ହେଉଛି, ଓକାପ୍ ବୋଲି ଓଡ଼ିଶା କମ୍ପ୍ୟୁଟର ଓକାପ୍ ଅଛି ନା, ତାଙ୍କଠୁ